ଜଗନ୍ନାଥ। ଆଜିର ଅନୁଚିନ୍ତା। ପଥର ମାଠିଆକୁ ଆଘାତ କଲୁ କି ମାଠିଆକୁ ପଥରକୁ ଆଘାତ କରୁ, କିନ୍ତୁ ପରିଶ୍ରମ ମାଠିଆ ପକ୍ଷରେ ହିଁ କ୍ଷତିକାରକ। ନିଜର ଆଙ୍ଗୁଠି ଦ୍ୱାରା ନିର୍ଦ୍ଦେଶ କରି କାହାକୁ କିଛି କହିବା ପୂର୍ବରୁ କେବେ ଥରେ ନିଜର ହାତକୁ ଲକ୍ଷ୍ୟ କରିଛନ୍ତି? ଯଦି ନା ତେବେ ଏବେଠୁ ଅଭ୍ୟାସ କରନ୍ତୁ। ଆପଣଙ୍କ ଜୀବନରେ ବହୁତ ଉନ୍ନତି କରିବେ। ଖରାପ ସମୟ ଜୀବନ ସାରା ରହେ ନାହିଁ, କିନ୍ତୁ ଖରାପ ସମୟରେ ଯଦି କେହି ଖରାପ ବ୍ୟବହାର କରନ୍ତି ତାହା ହିଁ ମନେ ରହେ ସାରା ଜୀବନ। ଯଦି କେବେ ଜୀବନରେ କାହାକୁ ଭଲ ପାଇବାକୁ ଇଚ୍ଛା ହୁଏ, ତେବେ ନିଜର ଦୁଃଖକୁ ଭୁଲି ଭଲ ପାଅ। କାରଣ ଦୁନିଆର ନିୟମ ଅଛି, ଯାହାକୁ ତୁମେ ଯେତେ ଅଧିକ ଭଲ ପାଇବ ସେ ତୁମଠାରୁ ସେତେ ଦୂରେଇ ଯିବ। ଯାହା ପାଖରେ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ ବେଶୀ, ସେ କେବେ ବି ରାଗ କରି ବେଶୀ ସମୟ ରହିପାରେ ନା। ସହିବାର ଗୋଟେ ସୀମା ଥାଏ। ଯେତେବେଳେ ଏହି ସୀମା ପାର ହୋଇଯାଏ କଷ୍ଟ ହୁଏ, ତେବେ ନିରୀହ ଲୋକ ବି ଉଗ୍ର ରୂପ ନେଇଥାଏ। ଆଜିର ଅନୁଚିନ୍ତା ଯଦି ଆପଣମାନଙ୍କୁ ଭଲ ଲାଗିବ ତେବେ ଆଇଡ଼ିକୁ ନିହାତି କମେଣ୍ଟ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ। ରାଧେ ରାଧେ।